ଜଗନ୍ନାଥ ଆପଣ ପଚାରିଲେ କଳ୍କି ପୂଜା ଆମେ ଆପଣଙ୍କୁ ଦେଖୁଛନ୍ତି ଏ ଯୋଉ ନିଷାଦ ରାତିରେ ଆମେ ଆପଣଙ୍କୁ ଗୋଟେ କଳ୍କି ପୂଜା ବିଷୟରେ ଗୁପ୍ତ ଖଣ୍ଡଗିରି ବିଷୟରେ କିଛି ଲୋକ ଯଦି ଜାଣିଛନ୍ତି କିଛି ଲୋକ ବି ୟା ବିଷୟରେ କିଛି ଜାଣିନାହାନ୍ତି। ଏଠି ଯେତେ କଳ୍କି ପୂଜା ହଉଛି ଗୁପ୍ତ ଆମର ଗୁପ୍ତ ଖଣ୍ଡଗିରିରେ ବହୁତ ସାଧୁ ସନ୍ଥ ମାନେ ଏଠି ରହିଛନ୍ତି, କଳ୍କି ପୂଜା କରୁଛନ୍ତି। ସ୍ୱୟଂ ସେମାନେ କଳ୍କି ଦେଖିଛନ୍ତି, କଳ୍କି ପୂଜା ହଉଛି ଏଠି। ଏ କଳ୍କି ପୂଜାର ମାନେ ଯେତେବେଳେ ଆମର ଜଗନ୍ନାଥଙ୍କର ଯେତେବେଳେ ମାନେ ଏଠୁ ଆମର ପାତାଳି ହେଇଥିଲେ ସୁବର୍ଣ୍ଣପୁର, ସେଇ ସମୟରୁ ପ୍ରଭୁ ଏଠି କଳ୍କି ରାମ ରୂପରେ ଏ ଖଣ୍ଡଗିରି ଠାରେ ପୂଜା ହଉଛନ୍ତି। ଏ ଯୋଉ ଦେବସଭା ଅଛି, ଦେବତା ମାନେ କଳ୍କି ପୂଜା ଦେଖିବା ପାଇଁ, କେବଳ କଳ୍କି ପୂଜା ଦେଖିବା ପାଇଁ ଦେବତା ମାନେ ସ୍ୱର୍ଗରୁ ଓହ୍ଲେଇକି ଆସୁଛନ୍ତି, କଳ୍କି ପୂଜା କରୁଛନ୍ତି। ଯେମିତି ଆମର ନୀଳମାଧବ କଣ୍ଟିଲରେ ଯେମିତି ନୀଳମାଧବଙ୍କୁ ଯେମିତି ଗୁପ୍ତରେ ଆସିକି ସମସ୍ତେ ପୂଜା କରୁଥିଲେ, ସେମିତି ଏ ଖଣ୍ଡଗିରି କି ମାନେ ବହୁତ ଦେବତା ଆସିକିରି ଏଠି କଳ୍କି ପୂଜା କରୁଛନ୍ତି। ଆଉ କିଏ ଜଣେ ଏଠି ଅଛି ଗୁପ୍ତ ପୂଜା କଳ୍କି କରୁଛି, ମାନେ ସଂସାର ଭିତରେ ଏଠି ଅଛି, ସେ ଆସୁଛି, ୟା ଭିତରେ କୋଉଠି ପଶୁଛି, ସେ ନିଜେ କଳ୍କି ପୂଜା କରିକିରି କୋଉ ପଟେ ବାହାରିକି ଯାଉଛି କେହି ଜାଣିନାହାନ୍ତି। କିନ୍ତୁ ଏଇ ଖଣ୍ଡଗିରି ଗୋଟେ ବିଶ୍ୱସ୍ତ ଅଛି ଯେ ଏଇଠି ଏଇ ଖଣ୍ଡଗିରି ଗୁପ୍ତ ଖଣ୍ଡଗିରିରେ କଳ୍କି ପୂଜା ହଉଛି। ইয়াର ମାନେ ଜାଣିବା କେମିତି କଳ୍କି ପୂଜା ହଉଛି, ମାନେ ইয়াର କଣ ଜିନିଷ ଅଛି ଯେ କଳ୍କି ପୂଜା ହଉଛନ୍ତି ଆମେ ଏଠି ମାନିବା? ନା ମାନିବାକୁ କଣ ପଡିବ, କାହିଁକି ନା ଏଠି ଗୋଟେ ଗୁପ୍ତ ଗଙ୍ଗା ଅଛି। ଏ ଯୋଉ ଗୁପ୍ତ ଗଙ୍ଗା ଦେଖୁଛନ୍ତି, ଇଏ ଗୁପ୍ତ ଗଙ୍ଗା ଯାଇଥିବା ଗୁପ୍ତ ଗଙ୍ଗା ନୁହଁ, ଇଏ ନିଜେ ସ୍ୱୟଂ ଶିବ ଏ ଗୁପ୍ତ ଗଙ୍ଗାକୁ କାଢିଥିଲେ। କାହିଁକି କାଢିଥିଲେ ନା ଯେତେବେଳେ ମହାଭାରତ ଯୁଦ୍ଧ ସରିଗଲା, ଅର୍ଜୁନ ଆସିକି ଶିବଙ୍କ ପାଖରେ ପହଞ୍ଚିଲେ, ପଚାରିଲେ, କହିଲେ ପ୍ରଭୁଙ୍କୁ ଦେଖି ହଉନି, ଆଉ ବହୁତ କଷ୍ଟ ହଉଛି, କିନ୍ତୁ ପ୍ରଭୁ କୋଉଠି ପୂଜା ପାଉନି ମୁଁ ଟିକେ ଦେଖିବି। ନା ତୁ ଏମିତି ଗୋଟେ ଜାଗାକୁ ଯା ନା, ସେଟା ତା ନାଁ ହେଲା ଖଣ୍ଡଗିରି, ଆଉ ସେଠି ସେ ପ୍ରଭୁ କଳ୍କି ରୂପରେ ପୂଜା ପାଉଛନ୍ତି, ସେଠିକି ତୁ ଯିବୁ, ତୁ କିଛି ଜାଣିପାରିବୁନି। ନା ପ୍ରଭୁ ସେ ଜିଦି କଲେ, ଅର୍ଜୁନ ଜିଦି କଲେ, କହିଲେ ନାଇଁ ପ୍ରଭୁ ମତେ ପ୍ରଭୁ ପାଖକୁ ଯିବି। ଆମର ଯୋଉ ମେନ୍ ରୋଡ ଦେଖୁଛୁ ଛତା ପଥର, ଏ ଛତା ପଥର ପାଖରେ ପହଞ୍ଚିଲେ ଆସି ପ୍ରଭୁ ଅର୍ଜୁନକୁ ପ୍ରଭୁ ନିଜେ ପଥର ଉପରେ ବସିଲେ, ଅର୍ଜୁନ ଗୋଟେ ଗୁପ୍ତ ଗୁମ୍ଫା ଦେଖେଇଲେ। ଏ ଅର୍ଜୁନ ତୁ ଏଇ ଗୁପ୍ତ ଗୁମ୍ଫା ଭିତରେ ଯାଇକି ଦେଖିକିରି ତୁ ଏଇ ଗୁପ୍ତ ଗୁମ୍ଫା ଭିତରେ ପଳେଇ ଆସିବୁ, ଏଇ ଗୁପ୍ତ ଯୋଉ ଗୁମ୍ଫା ହେଇଛି ଗୁପ୍ତ ଗୁମ୍ଫା ଭିତରେ ପଳେଇ ଆସିବୁ। ଅର୍ଜୁନ କହିଲେ ପଶିଲେ, ତା ଭିତରେ ପଶି ଯାଇଛନ୍ତି। କିଛି ବାଟ ଗଲା ପରେ ଅର୍ଜୁନଙ୍କର ମନ ଆଉ ପଇଲାନି, ସେ ନିଜେ ସ୍ୱୟଂ ଅର୍ଜୁନ ବୋଲି ୟା ଭିତରେ ଅର୍ଜୁନ ବୁଲୁଛନ୍ତି। ଆଉ ପ୍ରଭୁ ଯୋଉଠି ବସନ୍ତି, ଶିବ ଯୋଉଠି ବସିବେ, ଯୋଗ ଧ୍ୟାନରେ ବସନ୍ତି, ଗୋଟେ ଯୁଗ ବିତିଯାଏ। ଏମିତି ବସୁ ବସୁ 12 ବର୍ଷ ବିତି ଯାଇଛି। 12 ବର୍ଷ ଯେତେବେଳେ ବିତି ଯାଇଛି, ପ୍ରଭୁ କହିଲେ ଆରେ ଅର୍ଜୁନ ତ ଆସିନି, ଅର୍ଜୁନ ଗଲା କୁଆଡେ? ସିଏ ସ୍ୱୟଂ ପ୍ରଭୁ ନିଜେ ଏଠି ଭିତରେ ପଶିଲେ, ପଶିକିରି ଦେଖିଲେ ଯେ ଅର୍ଜୁନଙ୍କ ଦାଢି ପାଢି ହେଇକି ଅର୍ଜୁନ ବୋଲି ସେ ଜାଣିପାରୁନି। ତାକୁ ପ୍ରଭୁ କଣ କଲେ, ଅର୍ଜୁନକୁ ଧରିକିରି ତ୍ରିଶୂଳ ମାରିକିରି ଏ ଗୁପ୍ତଗଙ୍ଗା ଖୋଲିଲେ। ଏ ଗୁପ୍ତଗଙ୍ଗା ଯୋଉ ହେଇଛି ଦେଖୁଛନ୍ତି ନା, ଆଗରେ ଗୋଟେ ହଉଛି କଣ କଲା, ଆମର ହଉଛି ଘାଗୁଡି। ଏଇ ଗୁପ୍ତଗଙ୍ଗାର ପାଣିଟା ସେ ଘାଗୁଡିରେ ଯାଇକି ପଡେ। ଯୋଉ ଘାଟିକିଆ ଦେଖୁଛନ୍ତି, ଘାଟିକିଆ ତାଙ୍କ ନାଁ କାହିଁ ହେଇଛି ନା, ପ୍ରଭୁ ଯାଇକି ସେଠି ଘାଟ କଲେ, ତା ନାଁ ହେଲା ଘାଟିକିଆ। ସେଇଠୁ ଅର୍ଜୁନକୁ ନେଇକିରି ପ୍ରଭୁ ଚାଲିଗଲେ। ଇଏ କଳ୍କି ପୂଜା ଦେଖିବାକୁ ଯୋଉ ଅର୍ଜୁନ ଆସିଥିଲା ଏଠିକି, ମାନେ ଭ୍ରମରେ ପଡିଥିଲା। ଏଇଠି ସେ କଳ୍କି ପୂଜା ହଉଛି କି ଆମେ ତ ଜାଣିନୁ, କିନ୍ତୁ ଏଇଠି ସାଧୁ ସନ୍ତଙ୍କର କିଛି ଜିନିଷ ଅଛି, ସାଧୁ ସନ୍ତ ୟାକୁ ପୂଜା କରୁଛନ୍ତି। ଏଇଟା ହେଲା ସତ୍ୟ। କାହିଁକି ନା ଏଠି ଗୋଟେ ଯୋଉ ଜିନିଷ ଅଛି, ପ୍ରଭୁ କହିଥିଲେ ମୁଁ ଯୋଉଠି ପୂଜା ପାଇବି, ସେ ଜଙ୍ଗଲର ନାଁ ଥିବ ନିରାସଗିରି। ଆମେ ଦେଖୁଛୁ ଯେତେ ଗଛ ସବୁ ଅଛି, ଏଠି ନିରାସ ଗଛ ଅଛି, ଏଇଆ ନାଁ ଥିଲା ନିରାସଗିରି। ଏଇ ନିରାସଗିରିରେ କଳ୍କି ପୂଜା ହେ ବୋଲି ପ୍ରଭୁ ନିଜେ ସ୍ଥିରତା କରିଥିଲେ। ଏଇ କଥା ଶିବଙ୍କୁ ପ୍ରଭୁ କହିକି ଆସିଥିଲେ, ମହାଦେବ ସେଇ ପାଇଁ ଏଇଠିକି ଆସିଥିଲେ। ଏଠି କାହିଁକିନା ପ୍ରଭୁ ବହୁତ ପୁରାତନ ଭିତରେ ଏଠି ଗୋଟେ କାହାଣୀ ଅଛି, ଯାହାକି ମାନେ ପ୍ରଭୁ ନିଜେ ମାନେ ପାର୍ବତୀ ଜ୍ଞାନ କହିବା, ଗୋଟେ ଗୁପ୍ତ ଗୁମ୍ଫା ଅଛି, ସେ ଗୁମ୍ଫାରେ ପାର୍ବତୀ ଜ୍ଞାନ କହୁଥିଲେ, ବ୍ରହ୍ମ ଜ୍ଞାନ କହୁଥିଲେ। ଶୁକପକ୍ଷୀ ଏଠୁ ଉଡ଼ିକି 1352 କିଲୋମିଟର ଯାଇଥିଲେ। ସେଇ ରହସ୍ୟ ଗୁମ୍ଫା ଅଛି, ତାର ସାକ୍ଷ୍ୟ ଅଛି ବୋଲି ଏଠି କଳ୍କି ପୂଜା ହଉଛି ବୋଲି
साधु सन्त जानिले कहीं ना ये दीटा गंगा अच्छी गोटेला गुप्त गंगा गोटेला आकाश गंगा ये तीन टा कुंड अच्छी कौन से कुंड ना गोटे नलिता कुंड गोटे श्याम कुंड गोटे राधा कुंड तीन कुंड दुई गंगा से ये जो गंगा अच्छा आकाश गंगा जो कहते जो आकाश गंगा कहते आकाश गंगार पानी जी निर्मल गुप्त गंगार पानीटा से निर्मल से मान गुप्त गंगा हूँ माँ आकाश गंगा हूँ पुह ये सब जो कुंड देखुच ये सब कुंड हूँ आमर खंडगिरी पटे अच्छी दीटा कुंड गोटे श्याम कुंड गोटे राधा कुंड उदयगिरी पटे गोटे कुंड अच्छी ता ना नलिता कुंड जो मान राणी नलिता राणी से कुंडे गाधोले आमर ये जो उदयगिरी खंडगिरी ना टोटाल थिला कौन ना टोटाल हूँ पहाड़टा हूँ उदयगिरी थिला खंडगिरी हूँ गोटे विषय हूँ ना गोटे गुंफा ना हूँ खंडगिरी ता देहरे कौन मानचित्र होती कौ मानचित्र होती ना प्रत्येक देशर मानचित्र होती ता देहरे माने कौ देश जल जीव कौ देश रे मानचित्र कराई आम भारत द्विखंड हम आम गोटे भारत गोटे चित्र अच्छी भारत द्विखंड हो जाटा हूँ खंडगिरी प्रकृत खंडगिरी हूँ से गुंफाटा ता ना हूँ खंडगिरी गुंफा आमर खंडगिरी तलू देख नवमुनि गुंफा उपरକୁ ଟିକେ ଅନେଇବ ଦେଖିବ ପାଣିର ଗୋଟେ ଧାର ଯାଇଥିବ ଏଇଠି ସମୁଦ୍ର ଆସିକି ଲାଗିବ ଜଳାନ୍ନ ହବ ପୃଥିବୀ ଯେତେବେଳେ ଜଳାନ୍ନ ହବ ଏଇଠି ହିଁ ଖଣ୍ଡଗିରି ଆସି ଲାଗିବ ଯେତେବେଳେ ଖଣ୍ଡଗିରି ଆସିକି ଲାଗିବ ସେଇଠି ଲୋକ ଜାଣିବେ ଯେ କିଛି ନା କିଛି କଳିକି ପୂଜାର ଏଇଠି ସବୁଟା ପାଇବେ ସେ ସମୟ ପର୍ଯ୍ୟନ୍ତ ଲୋକ ବିଶ୍ୱାସ ଯାଆନ୍ତୁ କି ଅବିଶ୍ୱାସ ଯାଆନ୍ତୁ କିନ୍ତୁ ବିଶ୍ୱାସ କିଛି ଆସିବ କିଛି ଅବିଶ୍ୱାସ ବି ଆସିବ କାହିଁକି ନା लोक जहाँ को न देखिए कहीं विश्वास करते जहाँ को देखिए ही विश्वास करा जाए कहीं आमर बहुत पुरातन कहानी अच्छी जेजेमा कहते चंद्र रे घर हम आज चंद्र रे घर भी हो गला से जेजेमा कहानी आज सत्य होल ए कहानी भी केबे ना केबे गोटे सत्य हम कहीं समस्ते जानते जे कौटे गोटे गुप्त खंडगिरी से खंडगिरी कलिकी पूजा होती साधु सन्त मैंने पूजा कर नाम भजन कीर्तन सबू से खंडगिरी प्रभु पूजा होती कौटे होती कौ जगार होती किमिति होती किए से पूजा करुच्ची जय जगन्नाथ।